ବାହାନଗା ବଜାର ଜାତୀୟ ରାଜପଥରେ କାର୍ ଓ କଣ୍ଟେନର ମୁହାଁମୁହିଁ ଧକ୍କା। କାର୍ଟିର ଆଗପଟଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି, ମାତ୍ର କାର୍ ଭିତରେ ବସିଥିବା 5 ଜଣଙ୍କର କୌଣସି କ୍ଷତି ହୋଇନାହିଁ। କାର୍ଟି ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବାରିପଦାର ନିଜ ବାପାଙ୍କର ଦଶହ କର୍ମ ସାରି ଦେବବ୍ରତ ପାଠୀ କାର୍ ଯୋଗେ ନିଜ ପରିବାର ସହ ଭୁବନେଶ୍ୱର ଯାଉଥିଲେ। କଣ୍ଟେନରଟି ଆନ୍ଧ୍ରପ୍ରଦେଶରୁ କଲିକତା ଅଭିମୁଖେ ଆସୁଥିଲା। କାର୍ରେ ବସିଥିବା 5 ଜଣଙ୍କ ମଧ୍ୟରୁ ଜଣେ ସ୍ତ୍ରୀଲୋକଙ୍କର ଦେହ ଅସୁସ୍ଥ ହେବାରୁ ପ୍ରଥମେ ଖନ୍ତାପଡ଼ା ହସ୍ପିଟାଲ, ତାପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ବାହାନଗାରୁ ସିସି ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।